ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ଗଣତନ୍ତ୍ର ଦିବସ ସମାରୋହ କଳାକାରମାନଙ୍କ ସହ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ। ୱାକଫ୍ ସଂଶୋଧନ ବିଲ୍ ଉପରେ ଆଜି ଓ ଆସନ୍ତାକାଲି ଅନୁଷ୍ଠିତ ହେବ ଯୁଗ୍ମ ସଂସଦୀୟ କମିଟି ବୈଠକ। ଭାରତରତ୍ନ କର୍ପୂରୀ ଠାକୁରଙ୍କ 101ତମ ଜୟନ୍ତୀ ସମାରୋହରେ ଯୋଗଦେବେ ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼। ନିର୍ବାଚନ ପ୍ରକ୍ରିୟାରେ ଡିଜିଟାଲ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରୁତ୍ୱ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ଏବଂ ମହିଳା ହକି ଇଣ୍ଡିଆ ଲିଗ୍ର ପ୍ରଥମ ଦଳ ଭାବେ ଓଡ଼ିଶା ୱାରିୟର୍ସ ଫାଇନାଲକୁ ଉନ୍ନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏନ୍ସିସି କ୍ୟାଡେଟ୍, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ, ୟୁଥ୍ ଏକ୍ସଚେଞ୍ଜ କାର୍ଯ୍ୟକ୍ରମର କ୍ୟାଡେଟ୍, ପ୍ରଜ୍ଞାପନ ମେଢ଼ କଳାକାର ଏବଂ ଆଦିବାସୀ ଅତିଥିମାନଙ୍କୁ ସାକ୍ଷାତ କରିବେ। ପ୍ରଧାନମନ୍ତ୍ରୀଙ୍କ ବାସଭବନ ଲୋକକଲ୍ୟାଣ ମାର୍ଗରେ ଏନେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ଯେଉଁମାନେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ର ପ୍ରଜ୍ଞାପନ ମେଢ଼ ପାଇଁ କାର୍ଯ୍ୟ କରୁଛନ୍ତି ସେହି କଳାକାର ଓ ଏନ୍ସିସି କ୍ୟାଡେଟ୍ମାନଙ୍କ ସହ ଆଲୋଚନା କରିବେ। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ ଦେଶର ସାଂସ୍କୃତିକ ବିବିଧତା ଏବଂ ସାମରିକ ଦକ୍ଷତାର ଅନନ୍ୟ ପ୍ରଦର୍ଶନ ହେବ। ସମ୍ବିଧାନ ପ୍ରଣୟନର 75 ବର୍ଷ ଏବଂ ଜନଭାଗିଦାରୀ ଉପରେ ପରେଡ୍ରେ ପ୍ରଦର୍ଶନ କରାଯିବ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗର 31ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହେବ। ଚଳିତ ବର୍ଷ ଏହାର ବିଷୟ ରହିଛି ସ୍ୱର୍ଣ୍ଣିମ ଭାରତ, ବିରାସତ ଔର ବିକାଶ। 2ଟି ପ୍ରଜ୍ଞାପନ ମେଢ଼ରେ ଭାରତୀୟ ସମ୍ବିଧାନର 75 ବର୍ଷକୁ ଦର୍ଶାଯିବ। ଅନ୍ୟ ପ୍ରଦର୍ଶନୀ ମେଢ଼ରେ ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏବଂ ଭାରତୀୟ ପାଣିପାଗ ବିଭାଗ ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ସ୍ଥାନ ପାଇବ। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା 300 ସାଂସ୍କୃତିକ କଳାକାର ସାରେ ଜହାଁ ସେ ଆଚ୍ଛା ବାଦ୍ୟଯନ୍ତ୍ର ମାଧ୍ୟମରେ ପରିବେଷଣ କରିବେ। ୱାକଫ୍ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ଆଜି ଓ ଆସନ୍ତାକାଲି ବୈଠକ କରିବ। ବିଜେପି ସାଂସଦ ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ଗଠିତ ସଂସଦୀୟ କମିଟି ଆଗାମୀ ବଜେଟ୍ ଅଧିବେଶନର ଶେଷ ଦିନରେ ଏହି ବିଲ୍ ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାର ସମ୍ଭାବନା ରହିଛି। ଚଳିତ ମାସ 31ରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ 4 ତାରିଖରେ ଶେଷ ହେବ। ଏବେ ପାଟନା, କୋଲକାତା ଏବଂ ଲକ୍ଷ୍ନୌ ଗସ୍ତରେ ଥିବା କମିଟିର ସଦସ୍ୟମାନେ ସ୍ଥାନୀୟ ୱାକଫ୍ ବୋର୍ଡ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ପ୍ରତିନିଧିମାନଙ୍କ ସହ ଆଲୋଚନା କରୁଛନ୍ତି। ସୂଚନା ଅନୁଯାୟୀ ଲକ୍ଷ୍ନୌରେ ଉତ୍ତରପ୍ରଦେଶ ୱାକଫ୍ ବୋର୍ଡର ପ୍ରତିନିଧି ଏବଂ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରାଳୟର ଅଧିକାରୀମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ଲୋକସଭାରେ ଏହି ବିଲ୍ ଆଗତ ହେବା ପରେ ବିରୋଧୀ ଦଳଗୁଡ଼ିକର ଦାବିକୁ ଦୃଷ୍ଟିରେ ରଖି ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଥିଲା। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ମୁମ୍ବାଇରେ ଜାତୀୟ ସହରାଞ୍ଚଳ ଅର୍ଥ ଓ ବିକାଶ ନିଗମର କର୍ପୋରେଟ୍ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ଏହି ଅବସରରେ ସମବାୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହକାର ସେ ସମୃଦ୍ଧି ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଶୁଭାରମ୍ଭ କରାଯିବ। ଶ୍ରୀ ଶାହା 2025 ବର୍ଷ ପାଇଁ ସମବାୟ କ୍ୟାଲେଣ୍ଡର ଉନ୍ମୋଚନ କରିବେ। ଆଜିଠାରୁ ଦେଶର 10,000 ନବଗଠିତ ବହୁମୁଖୀ ସମବାୟ ସମିତି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ। ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଜାତୀୟ ସହରାଞ୍ଚଳ ସମବାୟ ଅର୍ଥ ଓ ଉନ୍ନୟନ ନିଗମ ଗଠନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ଏହାଦ୍ୱାରା 1,500ରୁ ଅଧିକ ସହରାଞ୍ଚଳ ସମବାୟ ବ୍ୟାଙ୍କ ଆବଶ୍ୟକ ଭିତ୍ତିଭୂମି ଗଠନ କରିପାରିବେ। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଆଜି ବିହାର ଗସ୍ତରେ ଯିବେ। ଭାରତରତ୍ନ କର୍ପୂରୀ ଠାକୁରଙ୍କ 101ତମ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି ବିହାରର ସମସ୍ତିପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। କର୍ପୂରୀ ଗ୍ରାମରେ ହେବାକୁ ଥିବା ଜୟନ୍ତୀ ସମାରୋହରେ ବିହାର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ,
ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରମୁଖ ଯୋଗଦେବେ। ଏହା ବ୍ୟତୀତ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି ସମସ୍ତିପୁରର ଗୋଖୁଲ ଫୁଲେଶ୍ୱରୀ ମହାବିଦ୍ୟାଳୟରେ ଏକ ସ୍ମୃତି ବକ୍ତୃତା ପ୍ରଦାନ କରିବେ। କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ତଥା କର୍ପୂରୀ ଠାକୁରଙ୍କ ପୁଅ ରାମନାଥ ଠାକୁର କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସରଳ ଜୀବନଶୈଳୀକୁ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ମାଧ୍ୟମରେ ଉପସ୍ଥାପନ କରାଯିବ। 1924 ମସିହା ଜାନୁଆରୀ 24 ତାରିଖରେ ଜନ୍ମଗ୍ରହଣ କରିଥିବା କର୍ପୂରୀ ଠାକୁର ଦୁଇଥର ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ନିର୍ବାଚନ ପରିଚାଳନା ପ୍ରଶାସନକୁ ସାଇବର ସୁରକ୍ଷା ସହିତ ଅପପ୍ରଚାରକୁ ରୋକିବା ପାଇଁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଗତକାଲିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ସମ୍ମିଳନୀର ଉଦ୍ଘାଟନୀ ସଭାରେ ଉଦ୍ବୋଧନ ଦେଇ ସେ ମତଦାତାଙ୍କ ଆସ୍ଥାଭାଜନ ହେବା ସହିତ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଲାଗି ଡିଜିଟାଲ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଜ୍ଞାନକୌଶଳ ଦ୍ୱାରା ପର୍ଯ୍ୟାପ୍ତ ସୁଯୋଗ ମିଳୁଥିବା ବେଳେ ଏହାଦ୍ୱାରା ଅପପ୍ରଚାର ଓ ସାଇବର ସିକ୍ୟୁରିଟି ପ୍ରତି ବିପଦ ଭଳି ଆହ୍ୱାନ ରହିଥିବା ସେ କହିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ଆଗାମୀ ଦିନର ନିର୍ବାଚନରେ କୃତ୍ରିମ ବୁଦ୍ଧିମତ୍ତା, ବାୟୋମେଟ୍ରିକ୍ ଜ୍ଞାନକୌଶଳ ଓ ଅନ୍ଲାଇନ୍ ମତଦାନ ଭଳି ଜ୍ଞାନକୌଶଳର ଉପଯୋଗ ହେବ ବୋଲି କହିଛନ୍ତି। ନିର୍ବାଚନକୁ ଅଧିକ ସମାବେଶୀ, ପାରଦର୍ଶୀ ଓ ସ୍ୱଚ୍ଛ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ସହିତ ଏ ଦିଗରେ ରହିଥିବା ସୁଯୋଗର ଅନୁଶୀଳନ କରିବା ପାଇଁ ସେ ସମ୍ମିଳନୀରେ ଭାଗ ନେଇଥିବା ପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ସମ୍ମିଳନୀରେ 13ଟି ଦେଶ ଓ ବିଶ୍ୱସ୍ତରୀୟ ପ୍ରତିଷ୍ଠାନଗୁଡ଼ିକର 30 ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। ସମ୍ମିଳନୀର ପ୍ରଥମ ଦିନରେ ନିର୍ବାଚନ ପରିଚାଳନାରେ ପ୍ରଯୁକ୍ତି ବିଦ୍ୟାର ଭୂମିକା, ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମର ଉପଯୋଗର ପ୍ରଭାବ ସହିତ ନିର୍ବାଚନ ପରିଚାଳନାରେ ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ ଏବଂ ଆନ୍ତର୍ଜାତିକ ସହଯୋଗ ଆଧାରିତ ଏକାଧିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିନରେ ଆଜି ନିର୍ବାଚନର ଭବିଷ୍ୟତ ଶୀର୍ଷକ ଅଧିବେଶନ ଅନୁଷ୍ଠିତ ହେବ। ଚଳିତ ବର୍ଷର ମହାକୁମ୍ଭ ମେଳା ଦେଶର ଭବ୍ୟତା ଏବଂ ଆଧ୍ୟାତ୍ମିକତାର ବଳିଷ୍ଠ ନିଦର୍ଶନ ଭାବେ ଉଭା ହୋଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଦୀର୍ଘକାଳୀନ ଯୋଜନା ସହିତ ଅଭୂତପୂର୍ବ ପ୍ରସ୍ତୁତି ମହାକୁମ୍ଭ 2025କୁ ବିଶ୍ୱ ସାଂସ୍କୃତିକ ମାନଚିତ୍ରରେ ଶ୍ରେଷ୍ଠତା ପ୍ରତିପାଦିତ କରିଛି। ପବିତ୍ର ଅମୃତ ସ୍ନାନଠାରୁ ଆରମ୍ଭ କରି ଆଖଡ଼ା ଶୋଭାଯାତ୍ରା ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଭବ୍ୟ ସମାରୋହରେ 45 କୋଟିରୁ ଅଧିକ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀ ଯୋଗଦେବେ ବୋଲି ଆଶା କରାଯାଉଛି। ବିଶ୍ୱସ୍ତରରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଅର୍ଥନୈତିକ ସମୃଦ୍ଧି ପ୍ରଦର୍ଶନ କରିବା ଲାଗି ମହାକୁମ୍ଭ ଏକ ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହୋଇଛି। ମହାକୁମ୍ଭରେ ଯୋଗଦେବା ଲାଗି ପ୍ରତିଦିନ ବହୁ ସଂଖ୍ୟାର ଭକ୍ତ ଓ ତୀର୍ଥଯାତ୍ରୀ ପ୍ରୟାଗରାଜରେ ପହଞ୍ଚୁଛନ୍ତି। ଏପର୍ଯ୍ୟନ୍ତ 10 କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ସ୍ନାନ କରିସାରିଛନ୍ତି। ଚଳିତ ମାସ 13 ତାରିଖରୁ ଆରମ୍ଭ ହୋଇଥିବା 45 ଦିନିଆ ମହାକୁମ୍ଭ ଫେବୃଆରୀ 26 ତାରିଖ ଯାଏଁ ଚାଲିବ। ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆଜିଠାରୁ 25 ତାରିଖ ପର୍ଯ୍ୟନ୍ତ ଜାତୀୟ ବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତା 6.0ର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟର ସହଯୋଗରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଗ୍ରାଣ୍ଡ ଫିନାଲେ ଆୟୋଜନ କରାଯାଇଛି। ଚଳିତ ବର୍ଷ ରାଜ୍ୟ ଏବଂ ଜୋନାଲ ସ୍ତରୀୟ ପ୍ରତିଯୋଗିତା ମାଧ୍ୟମରେ 13ଟି ରାଜ୍ୟରୁ 16ଟି ବ୍ୟାଣ୍ଡ ଦଳକୁ ଫାଇନାଲ ପାଇଁ ଚୟନ କରାଯାଇଛି। ପ୍ରଥମ ଥର ପାଇଁ 3ଟି ସରକାରୀ ବିଦ୍ୟାଳୟର ବ୍ୟାଣ୍ଡ ଦଳ ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି। ଓଡ଼ିଶା ୱାରିୟର୍ସ ପ୍ରଥମ ଦଳ ଭାବେ ମହିଳା ହକି ଇଣ୍ଡିଆ ଲିଗ୍ର ଫାଇନାଲକୁ ଉନ୍ନୀତ ହୋଇଛି। ଗତକାଲି ଝାଡ଼ଖଣ୍ଡର ରାଞ୍ଚିରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ ଏସ୍ଜି ପାଇପର୍ସଠାରୁ 3-2 ସୁଟ୍ଆଉଟ୍ରେ ପରାସ୍ତ ହୋଇଥିଲେ ମଧ୍ୟ ଓଡ଼ିଶା ୱାରିୟର୍ସ ଏହି ଯୋଗ୍ୟତା ହାସଲ କରିଛି। ଆଜି ସନ୍ଧ୍ୟା 6ଟାରେ ମହିଳା ବର୍ଗରେ ସୁରମା ହକି କ୍ଲବ ଓ ସ୍ରାଚିରାର ବେଙ୍ଗଲ ଟାଇଗର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ପୁରୁଷ ବର୍ଗରେ ରାତି 8:15 ସ୍ରାଚିରାର ବେଙ୍ଗଲ ଟାଇଗର୍ସ ଓ କଳିଙ୍ଗ ଲାନ୍ସର୍ସ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀରେ ଆଜି ଗଣତନ୍ତ୍ର ଦିବସ ସମାରୋହ କଳାକାରମାନଙ୍କ ସହ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ। ୱାକଫ୍ ସଂଶୋଧନ ବିଲ୍ ଉପରେ ଆଜି ଓ ଆସନ୍ତାକାଲି ଅନୁଷ୍ଠିତ ହେବ ଯୁଗ୍ମ ସଂସଦୀୟ କମିଟି ବୈଠକ। ଭାରତରତ୍ନ କର୍ପୂରୀ ଠାକୁରଙ୍କ 101ତମ ଜୟନ୍ତୀ ସମାରୋହରେ ଯୋଗଦେବେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼।
ନିର୍ବାଚନ ପ୍ରକ୍ରିୟାରେ ଡିଜିଟାଲ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରୁତ୍ୱ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ଏବଂ ମହିଳା ହକି ଇଣ୍ଡିଆ ଲିଗ୍ର ପ୍ରଥମ ଦଳ ଭାବେ ଓଡ଼ିଶା ୱାରିୟର୍ସ ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।